ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଚତୁର୍ଥ ଶ୍ରେଣୀ ସାହିତ୍ୟ କଳିକା ବହିର ଜନ୍ଙ୍କ ପ୍ରିୟ ସାଥୀ ଡିକ୍ ପାଠର ଅଭ୍ୟାସ ପ୍ରଶ୍ନକୁ ଆଲୋଚନା କରିବା। ତେଣୁ ଧ୍ୟାନ ସହକାରେ ଏହି ପାଠର ଅଭ୍ୟାସ ପ୍ରଶ୍ନକୁ ଭଲ ଭାବରେ ଶୁଣି ବୁଝିବା ପାଇଁ ଚେଷ୍ଟା କର। 1 ନମ୍ବର କ ପ୍ରଶ୍ନ, ଭାରତୀୟ ଯୁବକ କ'ଣ ପାଇଁ ବିଲାତ ଯାଇଥିଲେ? ଏହାର ଉତ୍ତର ହେବ ଭାରତୀୟ ଯୁବକ ଉଚ୍ଚଶିକ୍ଷା ପାଇଁ ବିଲାତ ଯାଇଥିଲେ। ଖ ନମ୍ବର ପ୍ରଶ୍ନ, ଭାରତୀୟ ଯୁବକ ବିଲାତର କେଉଁ ସହରକୁ ଯାଇଥିଲେ? ଏହାର ଉତ୍ତର ଭାରତୀୟ ଯୁବକ ବିଲାତର କାର୍ଲାଇଲ୍ ସହରକୁ ଯାଇଥିଲେ। ଗ ନମ୍ବର ପ୍ରଶ୍ନ, ରାସ୍ତା ପାରି ହେବାରେ ଜନ୍ କାହିଁକି ଡିକ୍ର ସାହାଯ୍ୟ ନେଲେ? ଏହାର ଉତ୍ତର ଜନ୍ ଜଣେ ଅନ୍ଧ ବ୍ୟକ୍ତି ଥିବାରୁ ସେ ରାସ୍ତା ପାରି ହେବାରେ ଡିକ୍ର ସାହାଯ୍ୟ ନେଲେ। 2 ନମ୍ବର କ, ଗାର ଦିଆଯାଇଥିବା ଶବ୍ଦ ବଦଳରେ ସେହି ଅର୍ଥ ବୁଝାଉଥିବା ଶବ୍ଦ ଲଗାଇ ବାକ୍ୟଗୁଡ଼ିକୁ ଲେଖିବା। ମୁଁ ଶ୍ରେଣୀରେ ପ୍ରଥମ ହେବାରୁ ଘରଲୋକେ ଆନନ୍ଦିତ ହେଲେ। ଆନନ୍ଦିତ ଜାଗାରେ ଆମେ କ'ଣ ଲେଖିପାରିବା? ଏହାର ଉତ୍ତର ଲେଖିପାରିବା ଉଲ୍ଲସିତ। ଖ ନମ୍ବର ପ୍ରଶ୍ନ, ଆଜି ଅନବରତ ବର୍ଷା ହେଉଛି। ଅବିରତ ଜାଗାରେ ଆମେ ଅନବରତ ଲେଖିପାରିବା। ଆଜି ଅବିରତ ବର୍ଷା ହେଉଛି, ସେ ଜାଗାରେ ଆମେ ଅନବରତ ଲେଖିବା। ଗ ନମ୍ବର ପ୍ରଶ୍ନ, ଆମ ଗାଁ ରାସ୍ତାରେ ଓଟ ଦେଖି ଆମେ ବିସ୍ମିତ ହେଲୁ। ବିସ୍ମିତ ଜାଗାରେ ଆମେ ଆଶ୍ଚର୍ଯ୍ୟ ଲେଖିପାରିବା। ଘ, ନୂଆ ଜାଗା ଦେଖିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ଥାଏ। ଉତ୍କଣ୍ଠା ଜାଗାରେ ଆମେ ଆଗ୍ରହ ଲେଖିପାରିବା। 3 ନମ୍ବର, ଯେପରି କୁକୁର ସହିତ ପୋଷା ଲଗାଇ ପୋଷା କୁକୁର କରାଯାଇଛି, ସେହିଭଳି ତଳଲିଖିତ ଶବ୍ଦଗୁଡ଼ିକ ସହିତ କ'ଣ ଲଗାଇ ନୂଆ ଶବ୍ଦ ତିଆରି କରାଯାଇପାରିବ ଲେଖିବା। ଏଠି ଉଜ୍ଜ୍ୱଳ ଲେଖା ହେଇଛି, ଆମେ ଏଠି ଉଜ୍ଜ୍ୱଳ ଆଖି ଲେଖିପାରିବା। ଅନ୍ତରଙ୍ଗ ଲେଖା ହେଇଛି, ଅନ୍ତରଙ୍ଗ ବନ୍ଧୁ ଲେଖିପାରିବା। ତାପରେ ଅନାବିଳ ଲେଖା ହେଇଛି, ଏଠି ଆମେ ଅନାବିଳ ବନ୍ଧୁତ୍ୱ ଲେଖିପାରିବା। ବୃଦ୍ଧ ବ୍ୟକ୍ତି ଲେଖିପାରିବା। ବିକାଶର ଗାଁ ମହୁଲପାଲି। ଗାଁଟି ମହାନଦୀ କଳରେ। ତା ବାପା ରାମହରି ବାବୁ ଲଣ୍ଡନରେ ଚାକିରି କରନ୍ତି। ସେ ବର୍ଷକୁ ଥରେ ଘରକୁ ଆସନ୍ତି। ସେଇଟା ପୁଣି ଡିସେମ୍ବର ମାସରେ। ତେଣୁ ଡିସେମ୍ବର ମାସଟି ବିକାଶ ଓ ତା ସାନ ଭାଇ ମୁନାର ଭାରି ଭଲରେ କଟେ। ଏଠି ଆମେ ନାମକୁ ବୁଝାଉଥିବା ଶବ୍ଦଗୁଡ଼ିକୁ ଲେଖିବା। କ'ଣ କ'ଣ ନାମକୁ ବୁଝାଉଛି? ଏଠି ଆମେ ଲେଖିବା ବିକାଶ, ରାମହରି, ମହୁଲପାଲି, ଲଣ୍ଡନ, ମହାନଦୀ, ମୁନା। ଏହା ନାମକୁ ବୁଝାଉଛି, ତେଣୁ ଏଠି ଆମେ ଲେଖିବା। 5 ନମ୍ବର ପ୍ରଶ୍ନ, ଯୁବକ ଜଣକ ରାସ୍ତାର ଆରପଟକୁ ଲକ୍ଷ୍ୟ କଲେ। ଦେଖିଲେ ଜଣେ ବୃଦ୍ଧ ବ୍ୟକ୍ତି ଥମ୍ପସନ୍ଙ୍କ ଡାକରେ ଅଟକି ଯାଇଛନ୍ତି। କୁକୁର ବେକରେ ବନ୍ଧା ହୋଇଥିବା ବେଲ୍ଟକୁ ଧରିଛନ୍ତି। କୁକୁରଟି ତାଙ୍କ ଆଗରେ ଠିଆ ହୋଇଛି ଏବଂ ମାଲିକର ନିର୍ଦ୍ଦେଶ ପାଇଁ ଚାହିଁ ରହିଛି। ଉପରେ ଲେଖାଯାଇଥିବା ଅନୁଚ୍ଛେଦରୁ କାମକୁ ବୁଝାଉଥିବା ଶବ୍ଦଗୁଡ଼ିକୁ ବାଛି ଲେଖିବା। କେଉଁଠି କେଉଁଠି କାମକୁ ବୁଝାଉଛି ତାକୁ ଆମେ ବାଛି ଲେଖିବା। ଏଠି ଆମେ ଲେଖିବା ଲକ୍ଷ୍ୟ କଲେ, ଦେଖିଲେ, ଅଟକି ଯାଇଛନ୍ତି, ଧରିଛନ୍ତି, ଠିଆ ହୋଇଛନ୍ତି ଆଉ ଚାହିଁ ରହିଛି। ଏଠି ଆମେ ଲେଖିପାରିବା। 6 ନମ୍ବର ପ୍ରଶ୍ନ, ଯେ ସାହାଯ୍ୟ କରେ ତାକୁ ଗୋଟିଏ ପଦରେ ସାହାଯ୍ୟକାରୀ କହିଥାଉ। ସେହିପରି ତଳ ଶବ୍ଦଗୁଡ଼ିକ କ'ଣ ହେବ ଲେଖିବା। ଯେ ପାଦରେ ଚାଲେ ତାକୁ ଏକ ପଦରେ କହିବା ପଦଚାରୀ। ଯେ ତାଲିମ ପାଇଛି, ତାଲିମ ପ୍ରାପ୍ତ। ଯେ ନିର୍ଦ୍ଦେଶ ଦିଏ, ନିର୍ଦ୍ଦେଶକ। ଯେ ଭାରତର ଲୋକ, ଭାରତୀୟ। ଯାହାର ଚକ୍ଷୁ ନାହିଁ, ଚକ୍ଷୁହୀନ। କ ଓ ଖ ବାକ୍ୟ ଦୁଇଟିରେ ଥିବା ଭାବକୁ ଗରେ ଥିବା ଗୋଟିଏ ବାକ୍ୟରେ ପ୍ରକାଶ କରାଯାଇଛି। ସେହିଭଳି ତଳେ ଦିଆଯାଇଥିବା ଦୁଇଟି ବାକ୍ୟର ଭାବକୁ ଏକାଠି ଯୋଡ଼ି ଗୋଟିଏ ବାକ୍ୟରେ ଲେଖିବା।
ଯେପରି ଆମେ ଦୁଇ ବନ୍ଧୁ ରୁଟି ଖାଉ। ଆମେ ଦୁଇ ବନ୍ଧୁ ରୁଟି ଖାଉ। ଆମେ ଦୁଇ ବନ୍ଧୁ ବିସ୍କୁଟ ଖାଉ। ଆମେ ଦୁଇ ବନ୍ଧୁ ରୁଟି ଓ ବିସ୍କୁଟ ଖାଉ। ତାପରେ କୁକୁରଟି ତା'ର ସମସ୍ତ ବୁଦ୍ଧି ଖଟାଇ ଆପଣଙ୍କୁ ସାହାଯ୍ୟ କରିବ। କୁକୁରଟି ତା'ର ସମସ୍ତ କୌଶଳ ଖଟାଇ ଆପଣଙ୍କୁ ସାହାଯ୍ୟ କରିବ। ଏଠି ଆମେ ଲେଖିବା କୁକୁରଟି ତା'ର ସମସ୍ତ ବୁଦ୍ଧି ଓ କୌଶଳ ଖଟାଇ ଆପଣଙ୍କୁ ସାହାଯ୍ୟ କରିବ। ନନ୍ଦନକାନନରେ ଚିଡ଼ିଆଖାନା ଦେଖିବା। ନନ୍ଦନକାନନରେ ଉଦ୍ଭିଦ ଉଦ୍ୟାନ ଦେଖିବା। ନନ୍ଦନକାନନରେ ଚିଡ଼ିଆଖାନା ଓ ଉଦ୍ଭିଦ ଉଦ୍ୟାନ ଦେଖିବା। 8 ନମ୍ବର ପ୍ରଶ୍ନ, ଏଠି ଛବି ଦେଖୁଛ। ଏହି ଛବିରେ ଆସ ଉପରେ ଥିବା ଚିତ୍ରକୁ ଭଲ କରି ଦେଖିବା, ତା ବିଷୟରେ ଖାଲି ସ୍ଥାନରେ ଲେଖିବା। ଏଠି ଆମେ ଏହାକୁ ଦେଖି ଆମେ ଲେଖିପାରିବା। କୁକୁରଟି ଶୋଇଛି। ଦୁଇଟି ଝିଅ ପାଖରେ ରହିଛନ୍ତି। ଗୋଟିଏ ଝିଅ କୁକୁରକୁ ଖାଇବାକୁ ଦେଉଛି ଏବଂ ଅନ୍ୟ ଝିଅଟି ତା'ର ପିଠିକୁ ଆଉଁଶୁଛି। କୁକୁର ଆମର ଗୃହପାଳିତ ପଶୁ। କୁକୁର ଘର ଜଗିଥାଏ। କୁକୁରକୁ ସେବା କରିବା ଉଚିତ। କୁକୁରକୁ ସାହାଯ୍ୟ କରିବା ଉଚିତ, ଯେପରି ସେ ଆମକୁ ସାହାଯ୍ୟ କରିଥାଏ, ଘର ଜଗିଥାଏ। 9 ନମ୍ବର ପ୍ରଶ୍ନ, ସରଳ ଭାଷାରେ ବୁଝାଇ ଲେଖ। ଡିକ୍ର ସେହି ଆଖି କ'ଣ ଜନ୍ଙ୍କ ଆଖି ନୁହେଁ? ଏହାକୁ ସରଳ ଭାଷାରେ ଆମେ ଲେଖିବା। ଉକ୍ତ ଗଦ୍ୟାଂଶଟି 4ର୍ଥ ଶ୍ରେଣୀ ସାହିତ୍ୟ କଳିକା ବହିର ଜନ୍ଙ୍କ ପ୍ରିୟ ସାଥୀ ଡିକ୍ରୁ ଆନୀତ। ଏଠାରେ ଲେଖକ ଡକ୍ଟର ଦିଗରାଜ ବ୍ରହ୍ମା କୁକୁରର ସାହାଯ୍ୟ ବିଷୟରେ ବର୍ଣ୍ଣନା କରିଛନ୍ତି। ଜନ୍ ଜଣେ ଅନ୍ଧ ବ୍ୟକ୍ତି ଥିଲେ। ସେ କିଛି ଦେଖିପାରୁନଥିଲେ। ତେଣୁ ପୋଲିସ ସଂସ୍ଥା ତରଫରୁ ତାଙ୍କୁ ଏକ କୁକୁର ଯୋଗାଇ ଦିଆଯାଇଥିଲା, ଯିଏକି ଜନ୍ଙ୍କୁ ରାସ୍ତା ପାରି କରିଥାଏ। ଦୁହେଁ ମିଶି ଯେକୌଣସି ସ୍ଥାନକୁ ଯାଇପାରୁଥିଲେ। ତେଣୁ ଜନ୍ଙ୍କ ଆଖି ନଥିଲେ କ'ଣ ହେଲା? ସେ ଡିକ୍ର ଆଖିରେ ଦେଖିପାରୁଥିଲେ। ତେଣୁ ଡିକ୍ର ସେହି ଆଖି କ'ଣ ଜନ୍ଙ୍କ ଆଖି ନୁହେଁ ବୋଲି ଏଠାରେ ଲେଖକ ବର୍ଣ୍ଣନା କରିଛନ୍ତି। ଆଶା କରୁଛି ଏହି ଭିଡ଼ିଓଟି ଭଲ ଲାଗିଥିବ। ପରବର୍ତ୍ତୀ କାଳ ଅନୁସାରେ ଆମେ ଅନ୍ୟ ପାଠର ପ୍ରଶ୍ନୋତ୍ତରକୁ ଆଲୋଚନା କରିବା।